ନାହିଁ ନାହିଁରେ ଚାଲିଛି ରୋଗୀ ସେବା। ନା ଅଛି ଅତ୍ୟାଧୁନିକ ଯନ୍ତ୍ରପାତି, ନା ଅଛି ଡାକ୍ତରଙ୍କର ଦେଖା। ଜୟପୁର ସହରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ ନଥିବା ସମସ୍ୟା ସରକାରଙ୍କ ଦୃଷ୍ଟି କରି ଆସୁଥିବା ବେଳେ ଆଜି ଯାଇ ଡାକ୍ତର ଅଛନ୍ତି, ନା ଅଛି ଯନ୍ତ୍ରପାତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିଶୀଘ୍ର ସିଟି ସ୍କାନ ମେସିନ୍ ଆରମ୍ଭ କରିବା ପାଇଁ ଜିଲ୍ଲା ମେଡିକାଲ ଜୟପୁର ଡିଏମଓ ନିକଟରେ ଏକ ଦାବିପତ୍ର ଦେଲେ ପ୍ରଣବ କିଶୋର ନାୟକ ଓ ଜୟପୁର ସାଧାରଣ ଯୁବକ। ଆଗାମୀ ଦିନରେ ରୋଗୀ ସେବା ଉନ୍ନତ ହେବା ସହ ଜୟପୁର ଜନସାଧାରଣଙ୍କ ସହ ଆଖପାଖ ଅଞ୍ଚଳର ରୋଗୀ କିଭଳି ଉତ୍ତମ ସେବା ପାଇବେ ସେଥିପାଇଁ ସବୁବେଳେ ଚେଷ୍ଟା କରି ଆସୁଥିବା ପ୍ରଣବ କିଶୋର ନାୟକ ଓ ତାଙ୍କ ସହ ଥିବା ସ୍ୱେଚ୍ଛାସେବୀ ସବୁବେଳେ ପ୍ରୟାସ ଜାରି ରଖିଥିବା ବେଳେ କେତେ ଶୀଘ୍ର ମେସିନ୍ ଆସିକି ଲୋକଙ୍କ ସେବାରେ ଲାଗିବ ତାହା ଦେଖିବାକୁ ବାକି ରହିଲା। ମୋ ନାଁ ପ୍ରଣବ ନାୟକ, ଗୋଟେ ସାଧାରଣ ନାଗରିକ ହିସାବରେ ଆଜି DHH ହସ୍ପିଟାଲ ଜୟପୁର ଆସିଥିଲୁ ଡିଏମ୍ଓକୁ ସାକ୍ଷାତ କରିବା ପାଇଁ। ଆଜ୍ଞା ଦେଖନ୍ତୁ, ବହୁତ ଦୁଃଖ ସାଙ୍ଗେ କହିବାକୁ ପଡ଼ୁଛି ଯେ ଆଜି ଏ ହସ୍ପିଟାଲରେ ସିଟି ସ୍କାନ୍ ଯେଉଁଟା ନାହିଁ ଇନଷ୍ଟଲ୍ ହେଇଛି, କିନ୍ତୁ ସିଟି ସ୍କାନ୍ ମେସିନ୍ ହେଇକିରି ଆପଣ କୋରାପୁଟରେ ଅଛି। ଅଲ୍ଟ୍ରାସାଉଣ୍ଡ ମେସିନ୍ କୋରାପୁଟରେ ଆପଣ ଆଣିକି ରଖିଛନ୍ତି ଫର୍ ହ୍ୱାଟ୍ ରିଜନ୍? ଆମର ତ ସବୁକୁ ସନ୍ଦେହ ହେଉଛି ଯେ ନିଦାନ ଆଉ ବିକାଶ ହସ୍ପିଟାଲ ପାଇଁ ଆଉ ଉଷା ହସ୍ପିଟାଲ ପାଇଁ ସେମାନେ ବିକଶିତ ପଇସା ଜେନେରେଟ୍ କରୁଛନ୍ତି, ବିଜନେସ୍ ମୋଡ଼ରେ ସେଇଟା ଚଲେଇଛନ୍ତି ତାଙ୍କର ପାଇଁ, ପ୍ରାଇଭେଟ୍ କ୍ଲିନିକ୍ ପାଇଁ ସିଟି ସ୍କାନ୍ର ବେପାର କରିବା ପାଇଁ। ଏ ସମସ୍ୟା ଉଠି ନଥିଲା ଆଜ୍ଞା। ପାଞ୍ଚ ଥର ଏ ଖଣ୍ଡମଣ୍ଡଳର ସବୁ ଲୋକ ଏଇଠି ଡିପେଣ୍ଡ କରୁଛନ୍ତି। এইটি ডিএচএচরে সিটি স্ক্যান সমস্যা এড়ে বড় সমস্যা। সিটি স্ক্যান সমস্যা হলে 50% সমস্যা হসপিটাল কমিଯିବ, কিন্তু আইকিরি কোণ পাই সে আনিকি ইনস্টল করুনাহান্তি, কোণ পাই ইনফ্রাস্ট্রাকচর তো হয়েছি, কোণ পাই যাই ইনস্টল করুনাহান্তি, সে মেସିନ୍ আইকি সেইটি রক্ষি টেকনিকাল স্টাফ হবা। সেপাই আমি মেমোরান্ডম গোটে দেলু, মেমোরান্ডম ଦେଇକିରି আমি তাকে প্রতিশ্রুতি মাগিছু, রিসিভ লেটর গোটে পাইছু। সেপাই মু আপন মাধ্যম নিবেদন করিবি প্রত্যেক সিটি স্ক্যান কথা নাই আজ্ঞା। ମୁଁ ସମସ୍ତଙ୍କର ଜୟପୁରବାସୀକୁ ଛାମୁଆ ସଂଗଠନ ଯେତିକି ଅଛନ୍ତି ଜୟପୁରର ସମସ୍ତଙ୍କୁ ନିବେଦନ କରିବି, ସେମାନେ ଆସନ୍ତୁ ଏଇଠି ଦେଖନ୍ତୁ କ'ଣ ଚାଲିଛି କ'ଣ ନାହିଁ। ବହୁତ ହଇରାଣ ହେଇଛି ଆଜ୍ଞା, ବହୁତ ହଇରାଣ ହେଇଛି। ମୁଁ ପର୍ସନାଲ୍ କଥା କହିବି, ଲାଷ୍ଟ 5 ମାସ ତଳେ ଆଇ ଲଷ୍ଟ ମାଇ ଫାଦର। ମୋ ବାପା ଡେଥ୍ ହେଇଛନ୍ତି ଏଇ ମେଡ଼ିକାଲରେ। କିଛି ସମସ୍ୟା ନାହିଁ, ଓନ୍ଲି ବିଲ୍ଡିଂ ଆକା ଅଛି, ଖାଲି ଗ୍ଲୁକୋଜ ନାଁରେ ସେଲେନ୍ ନାଁରେ ଗୋଟେ ପାଣିଟା ଚୋକେଇ ଦେବେ, ବାସ୍ ସରିଲା। ଲୋକ ମରିବେ, ହସ୍ତଦନ୍ତ ହେବେ। ବେପାର କରିବା ଲୋକ ବେପାର କରୁଛନ୍ତି, ସିଟି ସ୍କାନ୍ କରିବା ଲୋକ ବେପାର କରୁଛନ୍ତି। ଦ୍ୟାଟ୍ ଟୁ ନିଦାନ ଆଉ ପ୍ରାଇଭେଟ୍ ହସ୍ପିଟାଲ ଆମର କେଉଁଟା ବିକାଶ ହସ୍ପିଟାଲ, ବିକାଶ ହସ୍ପିଟାଲ ସେ ଯାଇକରି ସେଇଠି ଆପଣ ସିଟି ସ୍କାନ୍ 3000 କେଉଁଠି ଦେବେ ଆଜ୍ଞା ଲୋକ? ଉଷା ହସ୍ପିଟାଲ କେଉଁଠି ଆଜ୍ଞା ଦେବେ ଆଜ୍ଞା ଲୋକ? କେଉଁଠି ବିଏର୍ କରିପାରିବେ ଆଜ୍ଞା BPL ପରିବାର? ମୁଁ ସମସ୍ତଙ୍କୁ ଜୟପୁରବାସୀକୁ ଅନୁରୋଧ କରୁଛନ୍ତି, ସେମାନେ ପ୍ରତ୍ୟେକ ସପ୍ତାହ ଛାନୁଆ ସଂଗଠନ ହେଉ ସିନିୟର ସିଟିଜେନ୍ ସେମାନେ ଆସନ୍ତୁ ଏଇଠି ରହନ୍ତୁ। ତାପରେ ଆଉ ସେକେଣ୍ଡ ଥିଙ୍ଗ ହେଲା, ଛୋଟିଆ ଆକ୍ସିଡେଣ୍ଟ ହେଇଗଲେ ଆଜ୍ଞା ରିପେୟାର କରିଦେବେ ଆଜ୍ଞା ଏଇଠିରୁ କୋରାପୁଟ ରିପେୟାର କରିଦେବେ ଆଜ୍ଞା। ରାଞ୍ଚୁଡ଼ି ହେଇଗଲେ ରିପେୟାର କରିଦେବେ, ବୁଝିଲେ କି ନାହିଁ? ରାଞ୍ଚୁଡ଼ି ହେଇଗଲେ ହସ୍ପିଟାଲ ରିପେୟାର କରିଦେବେ। ଏ କଥା ବାରମ୍ବାର ଜୟପୁର ବିଧାୟକର ଭାଲୁ ଭାଇନା ଉଠେଇଛନ୍ତି ରୋଗୀ କଲ୍ୟାଣ ସମିତିର। ନେକ୍ସଟ ଦିନ ରିପେୟାର କରିଛନ୍ତି ଫାଇନ୍ ପଡ଼ିବ ବୋଇଲା ପାଇଁ। ରୋଗୀ କଲ୍ୟାଣ ସମିତି ମିଟିଂ ଯୋଡ଼ା ହେଲା ଆପଣଙ୍କର, ତା ମନା କରାହେଲା ଆପଣ ଯଦି ରିପେୟାର କରିବେ, ଯଦି ସେ ରିପେୟାର କରିବେ ବୋଇଲେ ତାର ନେକ୍ସଟ ଦିନ ରିପେୟାର କରୁଛନ୍ତି ଆଜ୍ଞା। ଜୟପୁର ମେଡ଼ିକାଲରୁ କୋରାପୁଟ କରୁଛନ୍ତି। ସାଧାରଣ କେସ୍ରେ ଗୋଟେ ମେଡ଼ିକାଲ କେସ୍, ଆକ୍ସିଡେଣ୍ଟ କେସ୍ NH ପାଖରେ ଅଛି, ବାରମ୍ବାର ଆକ୍ସିଡେଣ୍ଟ ହେବ, ବୁଝିଲେ କି ନାହିଁ? ଆଜି ଆମେ ଆଇଥିଲୁ, ସେ ପ୍ରତିଶ୍ରୁତି ଦେଇଛନ୍ତି ୱିଦିନ୍ ସର୍ଟ ପିରିୟଡ଼ ସେ ଆପଣଙ୍କୁ ଇନଷ୍ଟଲ୍ କରିକି ଦେବି ବୋଇଲା ପାଇଁ ଆମେ ଯାଉଛୁ। ନହେଲେ ଆଜ୍ଞା ବାରମ୍ବାର କହୁଛି, ଯଦି ନେବେ ନାହିଁ ପ୍ରତିଶ୍ରୁତି ଦେଇକରି ପ୍ରତିଶ୍ରୁତି ପାଳନ କରିବେ ନାହିଁ, ଆଗାମୀ ଦିନରେ ଭୟଙ୍କର ଷ୍ଟ୍ରାଇକ୍ ହେବ। ଲୋ ମଧ୍ୟ ହାତରେ ନେବୁ, ଭୟଙ୍କର ବହବିକ ହେବ। DMO ଯେଉଁଠି ଥିଲେ ଆମେ ପଛେଇବୁ ନା ଆଜ୍ଞା ଜବାବ ମାଗିବା ପାଇଁ। ଲୋ ୱିଲ୍ ଟେକ୍ ଇଟ୍ ଓନ୍ କୋର୍ସ ନାହିଁ, ୱି ୱିଲ୍ ଟେକ୍ ଲୋ ଇନ୍ ଆୱାର ହ୍ୟାଣ୍ଡ। ଆମେ ଲୋକୁ ହାତରେ ନେବୁ, ଆଇନକୁ ହାତରେ ନେଇକରି ଆମେ କାର୍ଯ୍ୟ କରିବୁ। ସେ ଯଦି ଇନଷ୍ଟାଲ କରିଦେବେ, ଜୟପୁର ସାରାବାସୀ, ଏ ଖଣ୍ଡମଣ୍ଡଳ, ଏ କୋରାପୁଟ ଜିଲ୍ଲାର ବାସୀ ଉପକୃତ ହେବେ ଆଜ୍ଞା, ଯଦି ସିଟି ସ୍କାନ୍ ଯଦି ଇନଷ୍ଟଲେସନ୍ ହେବ ବୋଲି। ଆଜି ନାଗରିକ କମିଟିର ବହୁତ ତାଙ୍କର ପ୍ରଣବ ବାବୁ ଆସିଥିଲେ, ତାଙ୍କ ସହିତ ତାଙ୍କର ମେମ୍ବରମାନେ ବି ଆସିଥିଲେ। ସେମାନେ ଗୋଟେ ଦାବିପତ୍ର ଦେଇକରି ଯାଇଛନ୍ତି ଯେ ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ ଜୟପୁରରେ ଯେହେତୁ ବହୁତ ଲୋକଙ୍କର ଦରକାର ହେଉଛି ସିଟି ସ୍କାନ୍, ସେଥିପାଇଁ ସିଟି ସ୍କାନ୍ ଏଇଠି ଗୋଟେ ଅଣାଯାଉ। ଆକ୍ଚୁଆଲି ଏଇଟା ଗୋଟେ ଜେନ୍ୟୁଇନ୍ ଡିମାଣ୍ଡ ଦରକାର ହେଉଛି, କାହିଁକିନା କୋରାପୁଟ ଡିଷ୍ଟ୍ରିକ୍ଟରେ ଟୋଟାଲ୍ ଗୋଟିଏ ଅଛି ମେଡ଼ିକାଲ କଲେଜରେ। ବାହାରକୁ ଯିବାକୁ ପଡ଼ୁଛି ଲୋକମାନଙ୍କୁ, ବହୁତ ଅସୁବିଧାରେ ପଡ଼ୁଛନ୍ତି। ହଠାତ୍ ଗୋଟେ ଆକ୍ସିଡେଣ୍ଟ, ଏଇଟା NHଟା ଯେହେତୁ ସାଇଡ଼୍ରେ ଯାଇଛି, ଆକ୍ସିଡେଣ୍ଟ ହେଲେ ଗୋଟେ ଆମେ କାହାକୁ ଗୋଟେ ଦରକାର ପଡ଼ିଲେ ସେମାନେ ବାଧ୍ୟ ହେଇକିରି କୋରାପୁଟ ଯାଉଛନ୍ତି, ନହେଲେ କୋରାପୁଟ ଛଡ଼ା ଆଉ ପ୍ରାଇଭେଟଲି ଯେଉଁ ହେଉଛି ସେମାନଙ୍କୁ ପଇସା ଖର୍ଚ୍ଚ କରିବାକୁ ପଡ଼ୁଛନ୍ତି। ଯେହେତୁ ଆମେ ପୁରା ଷ୍ଟ୍ରିକ୍ଟଲି
କୋଉମାନେ ତାଙ୍କୁ ପଠଉଛନ୍ତି ସେଇମାନଙ୍କୁ ଆକ୍ଚୁଆଲି ଆଇଡେଣ୍ଟିଫାଏ କରିବାର ଅଛି କାହିଁକିନା ସେମାନେ କାହିଁକି ପଠଉଛନ୍ତି ତାଙ୍କର ଉଦ୍ଦେଶ୍ୟ କ'ଣ ଏସବୁ ଜିନିଷ ଗୋଟେ ଡିସ୍କସନ୍ କରାଗଲା। ତାପରେ ଆମେ ସରକାରୀ ସ୍ତରରେ ବି ସେଟାକୁ ଜିନିଷଟାକୁ ଦାବିପତ୍ରଟାକୁ ଉପରକୁ ପଠେଇବା ଗଭର୍ଣ୍ଣମେଣ୍ଟ ଯେମିତି ଟିକେ ସହାନୁଭୂତିର ସହିତ ଏଟାକୁ ବିଚାର କରିବ ସେତିକି ପାଇଁ ଆମେ ଯତ୍ନଶୀଳ ହେବା ବୋଲି ତାଙ୍କୁ ଆମେ ନିଜର ବକ୍ତବ୍ୟରେ ସେତିକି ତାଙ୍କୁ ମାନେ ସବୁ ଜିନିଷ ଦେଖନ୍ତୁ ଛୋଟ ହସ୍ପିଟାଲଠୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ବିଭିନ୍ନ ଦକ୍ଷତାକୁ ନେଇକରି ବିଭିନ୍ନ ପ୍ରକାରର ହସ୍ପିଟାଲକୁ ତିଆରି କରାହେଇଛି। ଏଇଠି ଆମର ଏତେ ପେସେଣ୍ଟ ଭିଡ଼ କାହିଁକି ହେଉଛି ବିକଜ ଆମ ପାଖରେ ଯେତିକି ଡାକ୍ତର ଅଛନ୍ତି ସେମାନେ ରୋଗୀମାନଙ୍କର ବିଶ୍ୱାସ ଭାଜନ ହେଇପାରିଛନ୍ତି ବୋଲି ରୋଗୀ ଭିଡ଼ ଏତେ ହେଉଛି। ତାରି ଭିତରୁ 90-95% ରୋଗୀ ଏଇଠି ହିଁ ଟ୍ରିଟମେଣ୍ଟ ପାଇକରି ଖୁସିରେ ଯାଉଛନ୍ତି କିନ୍ତୁ 5% ରୋଗୀ କି 7% ରୋଗୀଙ୍କର ଦରକାର ଆହୁରି ହାୟର ଟ୍ରିଟମେଣ୍ଟ ଇନଭେଷ୍ଟିଗେସନ୍ ଇମ୍ପୋର୍ଟାଣ୍ଟ ଜିନିଷ ଯେଉଁଥିପାଇଁ ତାଙ୍କୁ ବାଧ୍ୟ ହେଇକି ରେଫର କରୁଛୁ କିନ୍ତୁ ସେ ରେଫରାଲ ଇଜ୍ ଏ ପ୍ରୋସେସ୍ ଅଫ୍ ଟ୍ରିଟମେଣ୍ଟ ପାର୍ଟ ଅଫ୍ ଟ୍ରିଟମେଣ୍ଟ। ଥ୍ରୁରେ ଏତିକି ଅନୁରୋଧ କରିବୁ ଯେ ଯେଉଁମାନେ ଏଇ ବାହାରକୁ ପଠାଇବା ପାଇଁ ସିଟି ସ୍କାନ୍ କରିବା ପାଇଁ ପ୍ରରୋଚନା ଦେଉଛନ୍ତି ସେଇମାନଙ୍କୁ ଟିକେ ଯଦି ଆପଣ ଆମକୁ ଅବଗତ କରାନ୍ତେ ତାହେଲେ ଆମେ ତାକୁ ବନ୍ଦ କରିବାର ପୋଲିସକୁ ଜଣାଇବାର କି କ'ଣ। କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।